ଭେଜ୍ ବିରିୟାନୀ ତ ଆପଣମାନେ ଅନେକ ଥର ବନେଇକି ଖାଇଥିବେ, କିନ୍ତୁ ଆଜିର ଏଇ ବିରିୟାନୀ ରେସିପିଟି ନା ପୁରାପୁରି ସ୍ପେଶାଲ୍ ଅଛି। ମାନେ ବିନା ନନ୍‌ଭେଜ୍‌ରେ ବି ନନ୍‌ଭେଜ୍ ଭଳି ହିଁ ସ୍ୱାଦ ଆସିବ। ତ ଚିକେନ୍, ମଟନ୍ ବିରିୟାନୀ ବି ଆ ଆଗରେ ଫିକା ଲାଗିବ। ଏତେ ସ୍ୱାଦିଷ୍ଟ ବିରିୟାନୀ ରେସିପିଟିଏ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଛୋଟ ଛୋଟ ଟିପ୍ସ ସହିତ ପୁରା ସେୟାର କରିଛି। ପ୍ରଥମ ଥର ବି ଯଦି ଏ ବିରିୟାନୀ ରେସିପିଟି ଘରେ ବନେଇବେ ନା, ଦେଖିବେ ପରଫେକ୍ଟ ପୁରା ବନିବ। ପୁରାପୁରି ନୂଆ ଶୈଳୀରେ ପ୍ରସ୍ତୁତ ହେବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ମୁଁ ଗୋଟେ କଢ଼େଇରେ ଅଳ୍ପ ଟିକେ ପାଣି ନେଇଛି, ସେଇଥିରେ ଏଡ୍ କରିଛି ପଣସ। ପଣସକୁ ପ୍ରଥମେ ଆମେ ସେଥିରେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେବା ଲୁଣ। ଲୁଣକୁ ଏଡ୍ କରି ଆମେ ଟିକେ କଭର୍କୁ ବନ୍ଦ କରିଦେବା। ପଣସ ପୁରା 5 ମିନିଟ୍ ପର୍ଯ୍ୟନ୍ତ ଟିକେ ହାଇ ଫ୍ଲେମ୍‌ରେ ଆକୁ ଆମେ ଟିକେ ଏବେ ସିଝିବାକୁ ଦେବା। ସବୁବେଳେ ଦେଖିବେ ପଣସକୁ ଯଦି ହାଲକା ଟିକେ ସିଝେଇକି ବନେଇବେ, ଦେଖିବେ ପଣସ ହିଁ ପରଫେକ୍ଟଲି ପୁରା ସିଝିଯିବ, ହାର୍ଡ଼ ଲାଗିବନି। ପୁଣି ଦେଖିବେ ଯଦି କଷା ଭଳିଆ ସ୍ୱାଦ ଥିବ, ସେ କଷାଳିଆ ସ୍ୱାଦଟା ବି ପଳେଇବ। ତ ଦେଖନ୍ତୁ କେତେ ବଢ଼ିଆ ପୁରାପୁରି ସଫ୍ଟ ବନିଯାଇଛି। ତ ଏଇ ପ୍ରୋସେସ୍ ପର୍ଯ୍ୟନ୍ତ ଆମେ ସିଝେଇବା, ଅଧିକା ତାକୁ ଆମେ ସିଝେଇବାନି। ତ ପଣସ ଏଠି ଆମର ପୁରା 30% ସିଝି ସାରିବା ପରେ ପଣସକୁ ଛାଣିକିରି ତା ପାଣି ପଣସକୁ ପୁରା ଅଲଗା କରିଦେବା। ଆକୁ ଆମେ ସାଇଡ଼୍‌ରେ ରଖିଦେବା। ପୁଣି ଥରେ ଗୋଟେ କରେଇ ନେବା, ସେଇଥିରେ ଏଡ୍ କରିଦେବା ରିଫାଇନ୍ ତେଲ। ତେଲ ଗରମ ହେଲା ଭିତରେ ଆଗ ପ୍ରୋସେସ୍ ଆମର ପ୍ରସ୍ତୁତ କରିବା। ତ ଦେଖନ୍ତୁ, ସେଇ ପଣସରେ ମୁଁ ଏଠି ଗୋଟେ ଛୋଟ ଗିନାରେ ଦେଇଛି, ସେଥିରେ କର୍ଣ୍ଣଫ୍ଲୋର, ଆଉ ଗୋଟେ ଛୋଟ ଗିନା ଦେଇଛି ବେସନ। ପୁଣି ଦେଖନ୍ତୁ ବେସିକ୍ ମସଲା ଦେଇଛି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପୁଣି ସେଥିରେ ଦେଇଛି ଗରମ ମସଲା, ଅଳ୍ପ ଟିକେ ରାଶି ଏଡ୍ କରିଛି, ଅଳ୍ପ ଟିକେ କସ୍ତୁରୀ ମେଥି ଏଡ୍ କରିଛି। ପୁଣି ଦେବା ସ୍ୱାଦ ଅନୁସାରେ ଲୁଣ। ତ ଲୁଣ ଦେଖିବେ କୋଟିଂ ଅନୁସାରେ ହିଁ ଦେବେ, ବା ତା'ର ଯେଉଁ ଆମେ ଏଡ୍ କଲେ ସେଥିରେ ବେସନ, ପୁଣି ମସଲା ମସଲିର କୋଟିଂ ଅନୁସାରେ ହିଁ ଏଡ୍ କରିବା। ଯେହେତୁ ପଣସରେ ଆମେ ଲୁଣ ଏଡ୍ କରିଥିଲେ, ତ ଅଳ୍ପ ଟିକେ ସେଥିରେ ଆମେ ଅଦା ରସୁଣ ପେଷ୍ଟ 2 ଚାମଚ ଏଡ୍ କରି ଆମେ ଟିକେ ତାକୁ ଚାମଚ ସାହାଯ୍ୟରେ ନା ଭଲସେ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିଦେବା। ଯେହେତୁ ବହୁତ ଗରମ ଟିକେ ଅଛି, ତ ମୁଁ ସେଇଥିପାଇଁ ଟିକେ ଚାମଚ ସାହାଯ୍ୟରେ ମିକ୍ସ କରିଛି। ଟିକେ ହାଲକା ଥଣ୍ଡା ହେଇସାରିବା ପରେ ବି ଆପଣମାନେ ଆକୁ ହାତ ସାହାଯ୍ୟରେ ଭଲସେ ଟିକେ ମିକ୍ସ କରିପାରିବେ। ତ ଦେଖନ୍ତୁ ଏଇ ପ୍ରୋସେସ୍‌ରେ ତ ମୁଁ ଏଥିରେ ଅଳ୍ପ ଟିକେ ଫୁଡ୍ କଲର୍ ଏଡ୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ଯେହେତୁ ଟିକେ ଏବେ ଥଣ୍ଡା ହେଇସାରିଲା, ତ ହାତ ସାହାଯ୍ୟରେ ଭଲସେ ଟିକେ ମିକ୍ସ କରିଦେବା। ମୁଁ ଏଥିରେ ଟୋଟାଲ୍ ଆଉ ପାଣି ବି ଏଡ୍ କରିନି। ଦେଖନ୍ତୁ ପଣସର ବହୁତ ବଢ଼ିଆ ଗୋଟେ କୋଟିଂ ବନିକି ପୁରା ରେଡ଼ି ହେଇସାରିଛି। ତ ଏବେ ଦେଖନ୍ତୁ ତେଲ ସେଥି ଭିତରେ ପୁରା ଗରମ ହେଇସାରିଲାଣି। ସେଇଥିରେ ଆମେ ଗୋଟେ ଗୋଟେ ପିସ୍ ସେଥିରେ ପଣସକୁ ଏଡ୍ କରିବା। ତ ଦେଖିବେ ଗୋଟେ ଥରେ ପୁରା ଏଡ୍ କରିବେନି, ଏଇଭଳି ଗୋଟେ ଗୋଟେ ପିସ୍ ହିଁ ଏଡ୍ କରିବେ। ଏଇଭଳି ଏଡ୍ କରିବା ଦ୍ୱାରା କ'ଣ ହେବ ନା, ପଣସଟି ପରଫେକ୍ଟଲି ଫ୍ରାଏ ବି ହେବ, ଆଉ ପରସ୍ପର ଭିତରେ ଇଏ ଟୋଟାଲ୍ ବି ଲାଗିବନି। ତ ଦେଖନ୍ତୁ ଏଇ ପ୍ରୋସେସ୍‌ରେ ଏଡ୍ କରିବେ। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ପୁଣି ଥରେ ଆମେ ଟିକେ ଆକୁ ଭଲସେ ମିକ୍ସ କରି ଆଉ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେବାକୁ ଦେବା। ତ ଦେଖନ୍ତୁ ପୁରାପୁରି ଇଜିରେ ଆମର ବନିକି ପୁରା ରେଡ଼ି ହେଇସାରିଲାଣି। ତ ଆପଣମାନେ ଚାହିଁଲେ ଡାଇରେକ୍ଟ ପଣସକୁ କଟିଂ କରିକିରି ବି ଛାଣିପାରିବେ, କିନ୍ତୁ ସେ ପ୍ରୋସେସ୍‌ଟି କରିବାଟା ବହୁତ ଜରୁରୀ ଥିଲା। ଯେହେତୁ ମୁଁ ଏଠି ଛୋଟ ଛୋଟ ଟିପ୍ସ ବି ସେୟାର କରିଛି। ତ ଦେଖନ୍ତୁ ପଣସ ଆମର ପୁରାପୁରି ଫ୍ରାଏ ବି ହେଇସାରିଲାଣି। ତ କେତେ ବଢ଼ିଆ ପୁରା କଲର୍ ବି ହେଇସାରିଲା। ତ ଏମିତିରେ ବି ଆପଣମାନେ ସ୍ନାକ୍ସରେ ବି ଖାଇପାରିବେ। ଯେହେତୁ ଆମେ ଆଜି ବିରିୟାନୀ ପ୍ରସ୍ତୁତ କରିବା, ତ ବିରିୟାନୀରେ ଏଡ୍ କରିବା, ନହେଲେ ଏମିତିରେ ବି ଆପଣମାନେ ଆକୁ ଖାଇପାରିବେ। ଅଳ୍ପ ଟିକେ ଚାଟ୍ ମସଲା ଏଡ୍ କରି ଚିଲି ସସ୍, ଟମାଟୋ ସସ୍ ସହିତ ବି ଖାଇପାରିବେ। ତ ଦେଖନ୍ତୁ କେତେ ବଢ଼ିଆ କ୍ରିସ୍ପି ପଣସ ପକୋଡ଼ା ବା ପଣସ ଚିପ୍ସ ବନିକିରି ଆମର ଏବେ ରେଡ଼ି ହେଇସାରିଛି। ତ ପୁଣି ଥରେ ଚାଲନ୍ତୁ ଆଉ ଗୋଟେ ଷ୍ଟେପ୍ ବି ବନେଇକିରି ଆମେ ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଆଉ ଗୋଟେ ଷ୍ଟେପ୍ ବି ବନିକିରି ଆମର ରେଡ଼ି ହେଇସାରିଲାଣି। ତ ସେଇ ପ୍ରୋସେସ୍‌ରେ ନା ଆମେ ସବୁ ବନେଇକିରି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଫାଇନାଲି ଆମର ପଣସ ପ୍ରସ୍ତୁତ ହେଇସାରିଲା, ଫ୍ରାଏ କରିକି ରେଡ଼ି କରିସାରିଲେଣି। ତ ସେମ୍ ପ୍ରୋସେସ୍‌ରେ ସବୁ ବନେଇକି ରେଡ଼ି କରିସାରିବା ପରେ, ଯେହେତୁ କରେଇରେ ତେଲ ଅଛି, ଏଠି ଦେଖନ୍ତୁ ପିଆଜ ମୁଁ ପୁରା 4ଟିକି ପୁରା ପତଲା ପତଲା ପିସେସ୍‌ରେ କଟିଂ କରିଦେଇଛି। ସେ ପିଆଜକୁ ସେଇଥିରେ ଆମେ ହାତ ସାହାଯ୍ୟରେ ଟିକେ ଭଲସେ କ୍ରସ୍ କରିଦେବା। କ୍ରସ୍ କରି ଆମେ ପିଆଜକୁ ପୁରା ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ସେତିକି ଭିତରେ ଗୋଟେ କରେଇରେ ଦେଖନ୍ତୁ ଗୋଟେ ଡେକ୍ଚିରେ ମୁଁ ପାଣି ଗରମ କରିବା ପାଇଁ ବସାଇ ଦେଇଥିଲି। ପାଣି ପୁରାପୁରି ଫୁଟିଗଲାଣି। ସେଇଥିରେ ଆମେ କିଛି ଗୋଟା ମସଲା, ଜିରା, ପୁଣି ଛୋଟ ଛୋଟ ପିସେସ୍‌ରେ କଟିଂ କରି ସେଥିରେ ପୁଦିନା ପତ୍ର ଏଡ୍ କରିବା। ଲେମ୍ବୁ ଗୋଟେ ଫଡ଼ା ଏଡ୍ କରିବା। ଫ୍ଲେଭର୍ ପାଇଁ ବୋଲି ସେଥିରେ କଞ୍ଚା ଲଙ୍କା ଏଡ୍ କରିବା। ସ୍ୱାଦ ଅନୁସାରେ ଦେବା ଲୁଣ। ସବୁବେଳେ ଦେଖିବେ ଏହି ସମୟରେ ଯଦି ଲୁଣ ଏଡ୍ କରିଦେବେ, ତ ଭାତରେ ଆଉ ଲୁଣ ଆମେ ଏଡ୍ କରିବା ଦରକାର ନାହିଁ। ଭାତ ପୁରା ବି ପାଞ୍ଚିଆ ସ୍ୱାଦ ବି ଆସିବନି। ପୁଣି ସେଇଥିରେ ଛୋଟ ଛୋଟ ପିସେସ୍‌ରେ କଟିଂ କରି ଧନିଆ ପତ୍ର ବି ଏଡ୍ କରିଦେବା। ତ ମୁଁ ଏଠି ହାଫ୍ କେଜି ନେଇଛି ବାସୁମତୀ ଚାଉଳ।
तो आपण मैंने चाहिए नॉर्मल चाउल भी बनई पारे। तो से चाउल को भलसे क्लीन कर धोईदे, धोईकी से एड कर पुणी थे भलसे मिक्स करदे। पुणी थे देखो गोटे गिनार अल्प टे घी से गरम गरम पानी अल्प टे एड करदे। पुणी से गोटा मसला फ्रेश ये गोटा मसला मु गुंड कर एड कर। तो आपण मैंने चाहिए ये बिरियानी मसला भी एड कर पुणी थे भलसे मिक्स करें। तो मुझे घी एड कर घीर फ्लेवर आपण पसंद नहीं ताहले आपण मैंने ये रिफाइन तेल भी बनई पारे। तो देखूँ गोटे स्टेप मु पियाज को भाजिकी बाहर कर देती। तो आउ गोटे स्टेप भी पियाज ये भजा हो सारा पुणी थे आम प्लेट को बाहर करदे। तो सेम प्रोसेस रे सब पियाज को भाजिक आम साइड रखीदे। तो ये बनइबा आम बिरियानी। तो देखो गोटे मु डेक्ची नहीं से भजा होता तेल थिला आम छाणी से रिफाइन तेल से एड करदे। आपण मैंने चाहिए ये घी बटर भी एड करें। पुणी अल्प टिके से जीरा को एड करवा। तो जीरा भल से फुटी हो सारा पर पियाज को भी से एड कर पुणी थे टे भल से मिक्स कर सफ्ट बनवा को दबा। से देखो किसी मटर एड कर पूरा पूरी ऑप्शनल अच्छे। आपण मैंने चाहिए एड करेंगे ना स्किप भी करेंगे। आ 2 ରୁ 3टी से कंचा लंका फ्लेवर पर दबा। पुणी थे से अदा रसुण पेस्ट एड करदे। एड कर आम भल से टे कषिदे। अदा रसुण कंचा स्मेल गलापर पुणी थे हलदी गुंड लंका गुंड पुणी से गरम मसला पुणी धनिया पाउडर एड पुणी अल्प टे स्वाद अनुसार दबा लुण। जेहेतु आम भात लुण एड करते तो केवल ये मटर पियाज अनुसार मसला अनुसार ही से लुण को एड करदे। जी आपण मैंने बिरियानी बनवाक चाहूँगी से अनुसार गुंड मसला एड करेंगे पियाज मसला सब से अनुसार एड करेंगे। पुणी देखो अधिक खटा नथिबा दही से गोटे गिना एड कर दही को भी एड कर पुणी थे भल से आपटे मिक्स कर स्लो आंच टे कषि होगा दबा। से चलते देखिए भात आमर बनी लगी ना। तो देखो परफेक्टली भात बनीगला से आम जो लेंबू एड करते बाहर करदे। पुणी जहाँ भी गोटा मसला ये आपण मानक इच्छा नहीं ताहले बाहर करी आपण मैंने साइड करेंगे। तो देखो परफेक्टली भात भी बनिक रेडी हो सारा। तो से मसला भी आमर कषि सारा। तो एबे कौन करवा ना गैस आंच पूरा टे स्लो करदे। तो से आम अल्प टे आम ना मसला को तार बाहर करदे गोटे गिना को। तो जेहेतु आमको आगू आम उपर लेयर आमर कम आसो जो समय आम बिरियानी दम बनवा को रेडी करवा। तो आपको आम साइड करदे। पुणी देखो अल्प टे से डेक्ची रे ही मसला अच्छी। तो आम कौन करवा भात जेहेतु हो सारा तो भात को आम छाणिकी से एड करदे। आपण मैंने चाहिए ये भात को गाड़ी भी पारे किंतु जाली साहाଯ୍य डायरेक्ट पूरा छाणिकी ये बाहर कर देखो ये प्रोसेस रे लेयर प्रस्तुत करेंगे। तो यही प्रोसेस प्रथम आम भातर लेट दे सारा पर आम जो बाहर करी रखी तार ग्रेवी को बा तार मसला को से मसला को अल्प टे एड करदे। पुणी थे आम जो पणस पकोड़ा बनईकी रखी से पणस पकोड़ा को चारिआडे पूरा ग्रीस करके आम एड करवा। तो देखो यही प्रोसेस रे एड करेंगे। तो केते सुंदर भी देखा जाउछि ना। तो ये भी चलतु से एड करदे पुणी थे भाजिकी रखि पियाज को। तो पियाज देखिए ये बिरियानी बहुत बढ़िया पूरा टेस्ट आसो पियाजर फ्लेवर। पुणी से छोट छोट पीसेस रे कटिंग होती पुदीना पत्र एड करदे धनिया पत्र को एड कर पुणी थे आउ गोटे थर आम भातर लेयर को से ऊपर एड करदे। तो देखो सेम प्रोसेस ना आपण मैंने पूरा नॉर्मल भात रे भी बनइबे ना बहुत बढ़िया पूरा लगे। तो फुल वीडियो वाच करके बनातु देखिए परफेक्ट पूरा बनिबो। पुणी थे से मटर मसला आम तापर एड करवा। पुणी थे देखो सबूतक यही समय एड करदे। एड कर सारा पर जहाँ भी आम पाखे आउ बाकी अच्छी पकोड़ा से पणस पकोड़ा को से एड करदे यही प्रोसेस रे एड करेंगे। तो देखो पूरा चारि साइड पूरा ग्रीस करेंगे एड करेंगे। एड कर सारा पर पुणी थे से फ्राए होता पियाज को एड करवा। तो सेम प्रोसेस रे ही आम ताऊपर सबू एड करवा। पुणी थे देखो ये छोट छोट पीसेस रे कटिंग होता पुदीना पत्र धनिया पत्र एड करवा। आम जो मिक्स करके रखी गोटा मसला पुणी से घी पानी से घी पानी गोटा मसला को ताऊपर एड करदे। एड कर सारा पर जमी सुंदर देखा से अल्प टे फूड कलर एड कर। तो यहाँ पूरा पूरी ऑप्शनल अच्छी आपण मैंने चाहिए एड करेंगे ना स्किप भी करेंगे। तो ये आम कभर को बंद करी आम कौन भी ओजनिया जिनस रखीदे पूरा 5 मिनट पर्यंत टे स्लो आंच रे बनवा को देवा। 5 मिनट पर देखु केते बढ़िया पूरा दम हो सारी। तो आउ टे फ्लेवरफुल
ବନେଇବା ପାଇଁ ବିରିୟାନୀକୁ ଯେହେତୁ ଢାବା ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ବନେଇବା ପାଇଁ ଆମେ ଟିକେ କୋଇଲାର ଫ୍ଲେଭର୍ ଦେବା। ଜଳୁଥିବା କୋଇଲାରେ ଅଳ୍ପ ଟିକେ ଘିଅ ବା ତେଲକୁ ଏଡ଼୍ କରି ପୁଣି ଥରେ କଭର୍କୁ ବନ୍ଦ କରିଦେବେ। 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସେ ଭିତରେ ରହିବାକୁ ଦେବେ। 2ରୁ 3 ମିନିଟ୍ ପରେ ବାହାର କରିଦେବେ। ଦେଖନ୍ତୁ କେତେ ବଢ଼ିଆ ପୁରା ତା'ର ଫ୍ଲେଭର୍ ବି ସେଥିରେ ଚାଲିଯାଇଛି ବିରିୟାନୀରେ। ତ ଫାଇନାଲି ଆମର ବିରିୟାନୀ ରେସିପିଟି ବନିକି ପୁରା ରେଡ଼ି ହେଇସାରିଛି। ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି ଆଉ ବହୁତ ବଢ଼ିଆ ପୁରା ସ୍ମେଲ୍ ବି ଆସୁଛି ଆଉ ବହୁତ ବଢ଼ିଆ ଟେଷ୍ଟି ବି ଥିଲା। ତ ଆପଣମାନେ ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ଯଦି ପ୍ରଥମ ଥର ବି ବନାଉଛନ୍ତି ସେ ପୁରାପୁରି ପରଫେକ୍ଟ ବନିବ। ତ ଚାଲନ୍ତୁ ଗୋଟେ ପ୍ଲେଟ୍କୁ ବି ବାହାର କରି ଦେଖାଇ ଦେଉଛି। ତ ଦେଖନ୍ତୁ ଷ୍ଟ୍ରକ୍ଚର୍ ବି ତା'ର ବହୁତ ବଢ଼ିଆ ଆସିଛି। ତ ନିଶ୍ଚୟ ଘରେ ଟ୍ରାଏ କରନ୍ତୁ। ତ ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ପସନ୍ଦ ଆସିବ ତାହେଲେ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଫାଇନାଲି ଆମର ପଣସ ଦମ୍ ବିରିୟାନୀ ରେସିପିଟି ବନିକିରି ପୁରା ରେଡ଼ି ହେଇସାରିଛି। ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି। ତ ଆପଣମାନେ ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। କେମିତି ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।